ଶିଳାପଦ୍ମ ଶ୍ରୀମତୀ ପ୍ରତିଭା ରାୟ। ଚାର୍ଲ୍ସ ଠାରୁ ଚନ୍ଦ୍ରଭାଗା ଅନେକ ଦୂର। ଦୂରତ୍ୱ ଚାର୍ଲ୍ସକୁ ଆକର୍ଷଣ କରେ। ଦୁର୍ଗମତା ଚାର୍ଲ୍ସକୁ ପ୍ରଲୁବ୍ଧ କରେ। ବିପଦ ଚାର୍ଲ୍ସକୁ ଆହ୍ୱାନ କରେ। ଅର୍ଥ ଏବଂ କ୍ଷମତାର ଶୀର୍ଷରେ ପହଞ୍ଚିଥିବା ଆମେରିକାର ରାଜଧାନୀ ୱାସିଂଟନ ସହରଠାରୁ ଭାରତବର୍ଷର ଏକ ଦରିଦ୍ର ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର କିନ୍ତୁ ଅନେକ ଦୂର। କିନ୍ତୁ ଭାରତରୁ ଫେରିଗଲା ବେଳେ ଚାର୍ଲ୍ସ ଜୀବନର ଗହନ ଗଭୀର ତତ୍ତ୍ୱ ବୁଝି ସାରିଥିଲା। ଆଜି ସମୟ ସମୁଦ୍ର ପାରି ହୋଇ ମହାସିନ୍ଧୁ ସେପାରିରୁ ଶୁଭୁଛି ଚାର୍ଲ୍ସର ସ୍ୱର। ସେ ସ୍ୱର ପ୍ରାଚୀକୁ ଯାହା କିଛି ମନେ ପକାଇ ଦିଏ, ସବୁ ଯେମିତି ଅତୀତର ଗୋଟିଏ କିମ୍ବଦନ୍ତୀ। ଚାର୍ଲ୍ସ ବହୁ କାହାଣୀ କିମ୍ବଦନ୍ତୀର ନାୟକ। ଚାର୍ଲ୍ସ ପୃଥିବୀ ଇତିହାସର ଅନେକ ପୃଷ୍ଠା ଓଲଟାଇଛି। ଅନେକ କିମ୍ବଦନ୍ତୀର ସତ୍ୟତା ପ୍ରତିପାଦନ କରିଛି। ଜୀବନ ତା ପାଇଁ ନିରବଚ୍ଛିନ୍ନ ଗବେଷଣା, ଉତ୍ତରବିହୀନ ଗୋଟିଏ ପ୍ରଶ୍ନବାଚୀ। ଚାର୍ଲ୍ସ ଇଣ୍ଡିଆ ଆସିଥିଲା ବୁଲିବା ପାଇଁ। ଚାର୍ଲ୍ସ କହେ, ଏ ମୋର ତୀର୍ଥଯାତ୍ରା। ତୀର୍ଥଯାତ୍ରା ହିନ୍ଦୁ ଧର୍ମର ଗୋଟିଏ ପ୍ରଧାନ ଅଙ୍ଗ। ମଣିଷ ମଣିଷ ଭିତରେ ଅନେକ ବୈଷମ୍ୟ। ତୀର୍ଥଯାତ୍ରୀ ପରସ୍ପର ସହ ଏକ ପ୍ରାଣ ହୋଇ ଏକ ଭାବ ହୋଇଯାଏ। ଚାର୍ଲ୍ସର ଯାତ୍ରାର ଉଦ୍ଦେଶ୍ୟ ସେତିକି। ଇଣ୍ଡିଆ ଆସିବା ପୂର୍ବରୁ ଚାର୍ଲ୍ସ ହିନ୍ଦୁ ଧର୍ମ ଓ ଭାରତୀୟ ଜୀବନ ଦର୍ଶନ ସଂକ୍ରାନ୍ତରେ ଅନେକ ପଢ଼ିଛି। ଗୀତା, ଭାଗବତ, ଉପନିଷଦ, ରାମକୃଷ୍ଣ, ବିବେକାନନ୍ଦ ଏବଂ ଗାନ୍ଧିଜୀଙ୍କର ଅନେକ ବହି ପଢ଼ି ହଜମ କରିଛି। ଓଡ଼ିଆ ଝିଅ ପ୍ରାଚୀ ଚାର୍ଲ୍ସ ସାମ୍ନାରେ ବୋକି ପାଲଟିଯାଏ। ନିଜ ଦେଶର ଭାଷା, ସଂସ୍କୃତି, କଳା, ସ୍ଥାପତ୍ୟ, ଇତିହାସ ଏବଂ ଧର୍ମତତ୍ତ୍ୱ ସମ୍ବନ୍ଧରେ ଜଣେ ବିଦେଶୀ ପର୍ଯ୍ୟଟକ ସହ ଆଲୋଚନା କରୁ କରୁ ହାରିଗଲା ବେଳେ ପ୍ରାଚୀ ଭାବେ ସେ ଜିତି ଯାଇଛି। ତା ଦେଶର ଐତିହ୍ୟ ଓ ପରମ୍ପରା ସେତିକି ମହାନ ନ ହୋଇଥିଲେ ଚାର୍ଲ୍ସ ଭଳି ସାହେବର ସେଥିପ୍ରତି ଏତେ ଆଗ୍ରହ ହୁଅନ୍ତା କାହିଁକି? ଚାର୍ଲ୍ସ କହେ, ହାରିଯିବାର ଘଟଣାରୁ ଜିତିଯିବାର ଆନନ୍ଦ ଲୁଟିନେବା ଭାରତୀୟ ନାରୀ ଚରିତ୍ରର ଏକ ବୈଶିଷ୍ଟ୍ୟ। ଅନ୍ୟ ଅର୍ଥରେ ସେମାନଙ୍କ ଅସହାୟତାର ସେଇଟା ଆଶାବାଡ଼ି। କିଛି ନ ପାଇବା ଭିତରେ ସବୁ ପାଇଛିର ମିଛ ସାନ୍ତ୍ୱନା ବର୍ଷ ବର୍ଷ ଧରି ଭାରତୀୟ ନାରୀକୁ ଦୁଃଖକୁ ଜାବୁଡ଼ି ଧରିବାର ସାମର୍ଥ୍ୟ ଦେଇଛି। ହାୟ, ମୁଁ କେବଳ ସେମାନଙ୍କୁ ଦୟା କରେ। ପ୍ରାଚୀ କହେ, ଚାର୍ଲି, ଚାର୍ଲି, ଆଉ ଯାହା କହନା କାହିଁକି, ତମେ ମୋତେ ଦୟା କର ନାହିଁ। ଦୟାକରି କେହି କାହାକୁ ଆପଣାର କରେ ନାହିଁ। ଦୟାକରି ମଣିଷ ଦାତା ହୋଇପାରେ, ଗ୍ରହୀତା ହୁଏ ନାହିଁ। ଭଗବାନ ବି ଦାତା ଏବଂ ଗ୍ରହୀତା। ଚାର୍ଲ୍ସ ହସେ। ସ୍ନେହ, ପ୍ରେମ, ହୃଦୟର ବୁଝାମଣା ଏସବୁ ଆମେରିକାନ ପାଖରେ ଅର୍ଥହୀନ। ଆମେରିକାରେ ପରିବାର ନାହିଁ, ସଂସାର ନାହିଁ, ତ୍ୟାଗ ନାହିଁ, ଉତ୍ସର୍ଗ ନାହିଁ। ପୂର୍ଣ୍ଣ ସ୍ୱାଧୀନତା ଏବଂ ପ୍ରାଚୁର୍ଯ୍ୟ ଭିତରେ ସମସ୍ତେ ନିଃସଙ୍ଗ, ସମସ୍ତେ ଦୁଃଖୀ, ଠିକ୍ ମୋରି ଭଳି। ଲକ୍ଷ୍ୟହୀନ ଭାବେ ସାଙ୍ଗ ବଦଳେଇ, ସ୍ଥାନ ବଦଳେଇ, ନୀତି ନିୟମ ବଦଳେଇ ଚାଲୁଥାନ୍ତି। ଜୀବନରେ ସବୁ କିଛି ବଦଳେଇବା ଅଭ୍ୟାସରେ ପଡ଼ିଯାଇ କାହାର କାହାର ସଉକ ହୋଇଯାଏ। କୌଣସି ନୀତି, ନିୟମ, ଦର୍ଶନ, ମୂଲ୍ୟବୋଧକୁ ମନ ଆଉ ଗ୍ରହଣ କରେ ନାହିଁ। ଏମାନେ ହିପି। ମୁଁ କିନ୍ତୁ ସୀମା ଅତିକ୍ରମ କରିନାହିଁ। ମୁଁ ଇଣ୍ଡିଆ ଆସିନି କେବଳ ବୁଲିବା ପାଇଁ। ଆସିଛି ଅନୁଶୀଳନ ପାଇଁ, ଆତ୍ମସମୀକ୍ଷଣ ପାଇଁ। ମୁଁ ଯାଯାବର, କିନ୍ତୁ ହିପି ନୁହେଁ।